ଆପଣଙ୍କ ସ୍ୱପ୍ନ କିଏ ପୂରଣ କରିବ? ଆପଣଙ୍କ ସ୍ୱପ୍ନ ମୁଁ ପୁରା କରିବି ବାବା। ନହେଲି ନାହିଁ ଠିକ କଥା, କିନ୍ତୁ କଣ ମୁଁ ତୁମ ପୁଅ ହୋଇପାରିବି ନାହିଁ? ମୋ ସାମ୍ନାରେ ମୋ ପୁଅ ମରିଯାଇଛି। କାଳିଆ ମତେ ବଞ୍ଚାଇ ପାପ କରିଛି। ମୋ ପୁଅ ମୋ ସାମ୍ନାରେ ମରିଯାଇଛି। ବାବୁ ମୋ ପୁଅ ହେବ କାହିଁ? ତୁମେ ନା ମୋ ପୁଅ ହଁ ବାବା, ମୁଁ ତ କହୁଛି ତମ ପୁଅ ନୁହଁ, କିନ୍ତୁ ତୁମ ପୁଅ ଭଳିଆ ମତେ କଣ ପୁଅ ବୋଲି ସମ୍ବୋଧନ ଦେବନି? ମୋ ପୁଅ ବୋଲି? ହଁ, ମୋ ପୁଅ ବୋଲି ହବ। ସେ କାଳିଆ ତୁମକୁ ପଠେଇନି ତ? ହେଇଥାଇପାରେ। ଭଗବାନଙ୍କର ଯଦି ଆଶୀର୍ବାଦ ଥାଏ ତାହେଲେ ସେ କେଉଁଠି ନା କେଉଁଠୁ ଗୋଟେ ବ୍ୟବସ୍ଥା କରିବେ। ଆଉ ମୁଁ ତୁମ ପାଖକୁ ତୁମ ପୁଅ ଭଳି ଆସିଛି। ମତେ ଆଉ କଷ୍ଟ ଦିଅନି। ମୋ ପୁଅ ଭଳିଆ ହୋଇ ମତେ ଆଉ କଷ୍ଟ ଦେବାକୁ ଚେଷ୍ଟା କରେ ନାହିଁ। ଆଉ ଏଇ ମୋର ଶ୍ରମିକ ମାନଙ୍କ ପେଟ ଉପାସରେ ମୁଖରେ କରୁଛନ୍ତି। ମୋ ଜୀବନ ବିକଳରେ ରହିପାରୁନି ବାପା। ନା, ତୁମେ ଆଉ ସେଇ କଷ୍ଟରେ ମତେ ଦିଅ ନାହିଁ। ମୋ ନୟନରେ ଦେଖି ମୁଁ ସହିପାରୁନି ବାପା, ମୁଁ ସହିପାରୁନି ଆଉ। ବାବା, ମୁଁ ତୁମ ପାଇଁ ଗୋଟେ ବ୍ୟବସ୍ଥା କରିକି ଆସିଛି। ଜାଣିଛ, ମତେ ଟିକିଏ ସମୟ ଦିଅ, ମତେ 3 ମିନିଟ୍ ସମୟ ଦିଅ। ମୋ ଗାଡ଼ିରେ ସେ ଜିନିଷଟା ରଖିଦେଇଛି। ଆପଣ ମତେ 1 ମିନିଟ୍ ଯଦି ସମୟ ଦେବେ ତାହେଲେ ସେ ଜିନିଷଟା ଧରିକି ଚାଲି ଆସିବେ। ଟିକେ 1 ମିନିଟ୍ ବାବା, ଆସୁଛି। ରହିବାକୁ ଦେବା ନା? ବାବା, ମୁଁ ତୁମକୁ 3 ମିନିଟ୍ ସମୟ ମାଗି ଦେଇଥିଲି। ଆଉ ଏଇ ହେଇଛି ଆପଣଙ୍କର 1 କୋଟି ଟଙ୍କା। ତୁ ପଇସା ପତ୍ର କଥା ମତେ କଣ? ନା ନା ନା, ମୁଁ ପଇସା ପତ୍ର କଣ କରିବି? ମୁଁ ବୁଢା ଲୋକଟା, ସେ ପଇସା ନେଇ କଣ କରିବି? ମୋ 2 ଛୁଆ ତ, ତାଙ୍କ ପେଟ ପାଟଣା ପାଇଁ ଠିକ ଅଛି। ଆଉ ଆମେ ସେ ବଡ ଲୋକ ହେବା ପାଇଁ ଚେଷ୍ଟା କରିବୁନି। ଆମ ମିଲ୍ ଜଲିଗଲା, ସବୁ ଜଲିଗଲା। ଭଗବାନ ଆମକୁ ରଖିଛନ୍ତି। ମୁଠିଏ ଗରିବ ମାନଙ୍କୁ ମାଗି ଭାଙ୍ଗି ଆମେ ମୁଠେ ଖଣ୍ଡେ ତୋଳି ମୋ ପୁଅ ଝିଅ। ବାବା, ମୁଁ ତୁମକୁ ଦାନ କି ଦକ୍ଷିଣା ଦଉନି। ମୁଁ କେଉଁଥି ପାଇଁ ଏଇଟା ଆଣିଛି ଜାଣିଛନ୍ତି? ତୁ ଠକିବା ପାଇଁ ଆସିଛୁ ନା କଣ? ମୁଁ କଣ ଠକ ଭଳି ଲାଗୁଛି? ଶୁଣ, ଆପଣଙ୍କ ପୁଅ ବାସୁଦେବ, ସେ ହେଉଛନ୍ତି
ବନ୍ଧୁ ଓ ଠିକ ଆଉ ଠକିବନି ତ ନା ନା ହଁ ସେଇ କଥା କହିଲ କେବେ ଠକିବିନି ହଁ ଓ ବାବା ତମେ ବୃଦ୍ଧା ଲୋକଟେ ମୁଁ କଣ ଠକି ପାରିବି ଶୁଣନ୍ତୁ ବାବା ଆପଣଙ୍କର ଯେମିତି ଏବେ ବିଲ୍ ପୋଡ଼ି ଯାଇଛି ସେମିତି ମୋର ଅତୀତରେ ମଧ୍ୟ ମୋ ବିଲ୍ଟା ପୋଡ଼ି ଯାଇଥିଲା ଓହୋ ସେତିକି ସମୟରେ ଆପଣଙ୍କ ପୁଅ ବାସୁଦେବ ମତେ 1 କୋଟି ଟଙ୍କା ସାହାଯ୍ୟ କରିଥିଲେ 1 କୋଟି ଟଙ୍କା ହଁ ବାବା আরে 1 কোটি বাবু আনিছিলে সତରେ ହଁ কাই যদি আপন ହଁ 1 କୋଟି ଟଙ୍କା ସାହାଯ୍ୟ କରିଥିଲେ ଏ ବାବା ଯଦି 1 କୋଟି ଟଙ୍କା ଆଣିତ ଯାଉ ନାହିଁ ତ ଆମ କିଛି ସାହାଯ୍ୟ ହେଇଯିବ ବାପା ଠିକ ଅଛି ତୁ ତାହେଲେ କଉ କଉ ମୁଁ ଯେତେବେଳେ ଶୁଣିଲି ମୋ ଭଳି ଆପଣଙ୍କର ମଧ୍ୟ ବିଲ୍ଟା ଚଳିଗଲା ପରେ ପରେ ବାସୁଦେବ ଭାଇର ମଧ୍ୟ ମୃତ୍ୟୁ ହେଇଗଲା ମୁଁ ଶୁଣିଲି ଏଇ ବିପଦ ସମୟରେ ଯଦି ମୁଁ କାର୍ଯ୍ୟରେ ନ ଆସେ ତାଙ୍କ ଦେଇଥିବା ପଇସା ଯଦି ନ ଫେରାଏ ତାହେଲେ ବନ୍ଧୁର ପୁଣିଆ କଣ ରହିବ ବାବା ସେଥିପାଇଁ ମୁଁ ଆପଣଙ୍କର ପଇସା ହିଁ ନେଇକି ଆସିଛି নে পয়সা নে রইলা বাবা সেইটি বম বম তো রখি নাই আমি তিনি বাপ জেমু রেল পেটে আসিছু টিকে ভলসে দেখা বাবা মতে দেখিলে মু কোন নক্সল লাগুছি না আতঙ্কবাদী লাগুছি এইটি বম রখিবি আপন মানকু ঠিক আছে বাবা তু তো আসিলু দেবদূত পালটি আমাকে সাহায্য করিবা পাই আসিছু আজ্ঞা তু কোউঠু আসিছু তো না কোন টিকে কইলা কହୁଛି ବାବା ସବୁ କଥା କହୁଛି ମୋ ନାଁ ହଉଛି ଦେବ ଆଉ ମୋ ଘର ଭୁବନେଶ୍ୱରରେ ମୁଁ ଗୋଟେ ବିଲ୍ ଅଛି ମୋର ଆଉ ସେଇଠି ମୁଁ ରହେ ଆଉ ଆପଣଙ୍କର କଥା ଯେତେବେଳେ ଶୁଣିଲି ତାହେଲେ ତରବରରେ ଏଇ ପଇସାଟା ଧରି ମୁଁ ଆପଣଙ୍କ ପାଖକୁ ଚାଲି ଆସିବି ହଉ ଠିକ ଅଛି ତାହେଲେ ଆମେ ଗ୍ରହଣ କରିବୁ ନିଅ ବାବା ନିଅ ହଁ ବାବା ବାବୁ ଯାହା ବି ହଉ ଆପଣ ପଇସା ଗ୍ରହଣ କରିନେଲେ ହେଲେ ବାବା ମତେ ଏବେ ଯିବାକୁ ଦିଅ କୋଉଠୁ ଯିବୁ ବାବୁ ପଇସା ମୋର କଣ ହବ କହିଲ এই ମୋ ଦୁଇ ଛୁଆ ତ ତାଙ୍କ ପେଟ ପାଟଣା ପାଇଁ ନିଜେ ମାଗି ଭିକ ମାଗି ଚଳୁଛନ୍ତି ମୁଁ ପଇସା ନେଇ କଣ କରିବି ଏମାନଙ୍କ ସ୍ୱଭାବ